ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦିଲ୍ଲୀରେ ଆଜି ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମେଳା ପାଇଁ ତୀର୍ଥଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ 13,000 ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍। ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 8 ମୃତ, 40ରୁ ଅଧିକ ଆହତ। ଏବଂ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ଭାରତର 162 ରନ୍ର ବିଜୟ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିଲ୍ଲୀରେ 12,200 କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ସାହିବାବାଦରୁ ନ୍ୟୁ ଅଶୋକନଗର ମଧ୍ୟରେ ଦିଲ୍ଲୀ ଗାଜିଆବାଦ ମିରଟ ନମୋ ଭାରତ କରିଡରର 13 କିଲୋମିଟର ଦୀର୍ଘ ରାସ୍ତାକୁ ଉଦ୍ଘାଟନ କରିବେ। ସାହିବାବାଦ ଆର୍ଆର୍ଟିଏସ୍ ଷ୍ଟେସନରୁ ନୂଆ ଅଶୋକନଗର ଆର୍ଆର୍ଟିଏସ୍ ଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ପ୍ରଧାନମନ୍ତ୍ରୀ ନମୋ ଭାରତ ଟ୍ରେନ୍ରେ ଯାତ୍ରା କରିବେ। ଏହା ବ୍ୟତୀତ ଶ୍ରୀ ମୋଦି ଦିଲ୍ଲୀ ମେଟ୍ରୋ ଫେଜ୍ 4ର କନକପୁରୀରୁ କୃଷ୍ଣା ପାର୍କ ମଧ୍ୟରେ 1,200 କୋଟି ଟଙ୍କା ମୂଲ୍ୟର 2.8 କିଲୋମିଟର ରାସ୍ତାକୁ ଉଦ୍ଘାଟନ କରିବେ। ଏହାଦ୍ୱାରା ପଶ୍ଚିମ ଦିଲ୍ଲୀର କୃଷ୍ଣା ପାର୍କ, ବିକାଶପୁରୀ, କନକପୁରୀ ଏବଂ ଅନ୍ୟାନ୍ୟ ଅଞ୍ଚଳର ଅଧିବାସୀମାନେ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋ ଫେଜ୍ 4ର 26.5 କିଲୋମିଟର ରିଥାଲା କୁଣ୍ଡଳୀ ସେକ୍ସନର ଶିଳାନ୍ୟାସ କରିବେ। ଏଥିପାଇଁ 6,230 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି କରିଡର ଦିଲ୍ଲୀର ରିଥାଲାକୁ ହରିୟାଣାର ନାଥୁପୁର ସହ ସଂଯୋଗ କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଧାନମନ୍ତ୍ରୀ ରୋହିଣୀଠାରେ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦର ନୂତନ ଅତ୍ୟାଧୁନିକ କୋଠାର ଶିଳାନ୍ୟାସ କରିବେ। ମହାକୁମ୍ଭ ମେଳା ପାଇଁ ତୀର୍ଥଯାତ୍ରୀମାନଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ 13,000 ଟ୍ରେନ୍ ଚଳାଚଳ କରାଯିବ। ଏଥିପାଇଁ 10,000 ନିୟମିତ ଟ୍ରେନ୍ ଓ 3,000 ସ୍ୱତନ୍ତ୍ର ଟ୍ରେନ୍ ରହିଥିବା ଜଣାପଡ଼ିଛି। ଟ୍ରେନ୍ଗୁଡ଼ିକ 50 ଦିନ ଧରି ଚାଲିବ ଏବଂ ମେଳା ଆରମ୍ଭ ହେବା ପୂର୍ବରୁ ଓ ସରିବା ପରେ 3 ଦିନ ଚଳାଇବାକୁ ନିଷ୍ପତ୍ତି ହୋଇଛି। ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ମେଳାରେ ପ୍ରାୟ 40 କୋଟି ଲୋକଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି। ଭିଡ଼ ପରିଚାଳନା ପାଇଁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଉତ୍ତର କେନ୍ଦ୍ରୀୟ ରେଳବାଇ ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଶଶିକାନ୍ତ ତ୍ରିପାଠୀ କହିଛନ୍ତି, ତୀର୍ଥଯାତ୍ରୀଙ୍କୁ ସହଜ ଏବଂ ସୁରକ୍ଷିତ ଯାତ୍ରା ଅନୁଭୂତି ଦେବା ପାଇଁ ରେଳବାଇ ଯୋଜନା ପ୍ରସ୍ତୁତ କରିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ନିରବଚ୍ଛିନ୍ନ ଯୋଗାଯୋଗ, ପରିବହନ ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ସରକାର ଓ ରେଳବାଇ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରୟାଗରାଜର ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମ ସ୍ଥଳରେ ଚଳିତ ମାସ 13 ତାରିଖରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଅନୁଷ୍ଠିତ ହେବ। ସ୍ପେନ୍ରେ ଅନୁଷ୍ଠିତ ହେବାକୁ ଥିବା ଅନ୍ତର୍ଜାତୀୟ ପର୍ଯ୍ୟଟନ ମେଳାରେ ଉତ୍ତରପ୍ରଦେଶ ସରକାର ମହାକୁମ୍ଭ ମେଳାକୁ ପ୍ରୋତ୍ସାହିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ମେଳାକୁ ମାନବତାର ସାଂସ୍କୃତିକ ଐତିହ୍ୟ ଭାବେ ଉପସ୍ଥାପିତ କରାଯିବା ସହ ଏହାର ଆଧ୍ୟାତ୍ମିକ, ଐତିହାସିକ ଏବଂ ସାଂସ୍କୃତିକ ମହତ୍ତ୍ୱ ଉପରେ ବିଶେଷ ଦୃଷ୍ଟି ଦିଆଯିବ। ସ୍ପେନ୍ର ମାଦ୍ରିଦଠାରେ ହେବାକୁ ଥିବା ଅନ୍ତର୍ଜାତୀୟ ପର୍ଯ୍ୟଟନ ମେଳାରେ ମହାକୁମ୍ଭ ମେଳାର ଭବ୍ୟତାକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ପାଇଁ ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏଥିରେ ସମସ୍ତ ବିଶ୍ୱର ଲୋକମାନଙ୍କୁ ମହାକୁମ୍ଭ ପରିଦର୍ଶନ କରିବା ଲାଗି ନିମନ୍ତ୍ରଣ ପ୍ରଦାନ କରାଯିବ। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ୍ ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିବେ। ଉଭୟ ନେତା ମହାକାଶ, ପ୍ରତିରକ୍ଷା ଏବଂ ରଣନୈତିକ ସହଯୋଗଠାରୁ ଆରମ୍ଭ କରି ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସୁରକ୍ଷା ସମ୍ପର୍କରେ ଆଲୋଚନା କରିବେ। ଏହି ଗସ୍ତ ସମୟରେ ସୁଲିଭାନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଦିଲ୍ଲୀସ୍ଥିତ IIT ପରିଦର୍ଶନ କରି ଯୁବ ଭାରତୀୟ ଉଦ୍ୟୋଗୀମାନଙ୍କୁ ଅଭିଭାଷଣ ପ୍ରଦାନ କରିବେ। ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ଶପଥ ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ୍ ଆସନ୍ତା 20 ତାରିଖରେ ପଦ ଛାଡ଼ିବା ପୂର୍ବରୁ ଏହି ଗସ୍ତ ଆୟୋଜନ କରାଯାଇଛି।
ନିକଟରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୱାଶିଂଟନ୍ ଗସ୍ତ ସମୟରେ ସୁଲିଭାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପାକିସ୍ତାନର ବଲୁଚିସ୍ତାନ ତୁର୍ବତର ଧଙ୍ଗ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଏବଂ ପୋଲିସ ଗାଡ଼ି ଉପରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣରେ 8 ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ 40ରୁ ଅଧିକ ଆହତ ହୋଇଛନ୍ତି। ବିଚ୍ଛିନ୍ନତାବାଦୀ ସଂଗଠନ ବଲୋଚ ଲିବରେସନ୍ ଆର୍ମି ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଏକ ଭ୍ୟାନ୍ ନିକଟରେ ଥିବା ଅନ୍ୟ ଏକ ଯାତ୍ରୀବାହୀ ଭ୍ୟାନ୍ ଓ ପୋଲିସ ଗାଡ଼ିରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସେହି ଭ୍ୟାନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ସୁରକ୍ଷା କର୍ମଚାରୀ ଥିଲେ। ବିସ୍ଫୋରଣ ପରେ ପୋଲିସ ଓ ସୁରକ୍ଷା ବାହିନୀ ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରିଥିଲେ। ଉଦ୍ଧାରକାରୀ ଦଳ ମୃତକ ଏବଂ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଆହତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବଲୋଚ ଲିବରେସନ୍ ଆର୍ମି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମାଜିଦ୍ ବ୍ରିଗେଡ୍ ଫିରଦାଇ ୟୁନିଟ୍ ପକ୍ଷରୁ ଏହି ଆକ୍ରମଣ କରାଯାଇଛି। ବଲୁଚିସ୍ତାନ ସମ୍ପୃକ୍ତ ସଂଗଠନ ପୂର୍ବରୁ କେତେକ ଆତ୍ମଘାତୀ ଆକ୍ରମଣ କରିଥିବା ବେଳେ ସେଥିରେ ଅନେକ ସେନା ଯବାନ ପ୍ରାଣ ହରାଇଥିଲେ। ଗତବର୍ଷ ଅଗଷ୍ଟ ମାସରେ ଶେଖ୍ ହସିନା ସରକାରର ପତନ ପରେ ଢାକା ଓ ନୂଆଦିଲ୍ଲୀ ମଧ୍ୟରେ ଚାଲିଥିବା ଉତ୍ତେଜନା ସତ୍ତ୍ୱେ 50 ଜଣ ବାଂଲାଦେଶୀ ନ୍ୟାୟିକ ଅଧିକାରୀ ଭାରତରେ ସରକାରୀ ଏକାଡେମୀରେ 10 ଦିନିଆ ପ୍ରଶିକ୍ଷଣ ନେବେ। ବାଂଲାଦେଶର ଏକ ସମ୍ବାଦପତ୍ର ରିପୋର୍ଟ ଅନୁଯାୟୀ ଆଇନ ମନ୍ତ୍ରଣାଳୟ ଅଧୀନ ଅଦାଲତର 50 ଜଣ ବିଚାର ବିଭାଗୀୟ ଅଧିକାରୀଙ୍କୁ ମଧ୍ୟପ୍ରଦେଶର ଭୋପାଳଠାରେ ଥିବା ଜାତୀୟ ନ୍ୟାୟିକ ଏକାଡେମୀ ଏବଂ ରାଜ୍ୟ ନ୍ୟାୟିକ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ। ସୁପ୍ରିମକୋର୍ଟଙ୍କ ପରାମର୍ଶ କ୍ରମେ ଆଇନ ମନ୍ତ୍ରଣାଳୟ ଏହି ଅନୁମତି ପ୍ରଦାନ କରିଛି। ବାଂଲାଦେଶର ସମ୍ପୃକ୍ତ ନ୍ୟାୟିକ ଅଧିକାରୀମାନେ ଫେବୃଆରୀ 10ରୁ 20 ତାରିଖ ପର୍ଯ୍ୟନ୍ତ ପ୍ରଶିକ୍ଷଣରେ ଭାଗ ନେବେ। ସେମାନଙ୍କ ମଧ୍ୟରେ ସହକାରୀ ବିଚାରପତି, ବରିଷ୍ଠ ସହକାରୀ ବିଚାରପତି, ଜିଲ୍ଲା ଏବଂ ସେସନ୍ସ ଜଜ୍, ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଓ ସମାନ ପାହ୍ୟାର ନ୍ୟାୟିକ ଅଧିକାରୀମାନେ ଅଛନ୍ତି। ପ୍ରଶିକ୍ଷଣର ସମସ୍ତ ଖର୍ଚ୍ଚ ଭାରତ ସରକାର ବହନ କରିବେ। ଦ୍ୱିପାକ୍ଷିକ ନୌସେନା ସମରାଭ୍ୟାସ ବରୁଣରେ ଅଂଶଗ୍ରହଣ କରିବା ପାଇଁ ଫ୍ରାନ୍ସ ନୌସେନାର ପରମାଣୁ ଶକ୍ତି ସମ୍ପନ୍ନ ବିମାନବାହୀ ଜାହାଜ ଚାର୍ଲସ ଡି ଗାଲ୍ ଗୋଆରେ ପହଞ୍ଚିଛି। ଗତକାଲି ଗୋଆର ମୋର୍ମୁଗାଓ ବନ୍ଦରରେ ପହଞ୍ଚିବା ପରେ ଫ୍ରାନ୍ସ କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପକୁ ଆନୁଷ୍ଠାନିକ ଭାବେ ଭାରତୀୟ ନୌସେନା ବ୍ୟାଣ୍ଡ ପକ୍ଷରୁ ସ୍ୱାଗତ କରାଯାଇଥିଲା। ଏହି ସାମୁଦ୍ରିକ ଯୁଦ୍ଧ ବିମାନ ଭାରତୀୟ ନୌସେନା ଜାହାଜ ସହ 42ତମ ବାର୍ଷିକ ଦ୍ୱିପାକ୍ଷିକ ସମରାଭ୍ୟାସରେ ଅଂଶଗ୍ରହଣ କରିବ। ଭାରତୀୟ ନୌସେନାର ପଶ୍ଚିମ କମାଣ୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ଓ ନୌସେନା ମଧ୍ୟରେ ସହଯୋଗ ନିମନ୍ତେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଭାରତ ମହାସାଗରୀୟ ଅଞ୍ଚଳରେ ସାମୁଦ୍ରିକ ନିରାପତ୍ତା ପାଇଁ ଫ୍ରାନ୍ସ ଏବଂ ଭାରତ ନିୟମିତ ଭାବେ ସହଯୋଗପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। 2008 ମସିହାରୁ ଭାରତ ଦ୍ୱାରା ଆରମ୍ଭ କରାଯାଇଥିବା ମହାସାଗର ନୌସେନା ସିମ୍ପୋଜିୟମରେ ଫ୍ରାନ୍ସ ସଦସ୍ୟ ରହିଛି ଏବଂ ଏଥିରେ 25 ଜଣ ନୌସେନା ସାମିଲ ଅଛନ୍ତି। ବେଆଇନ ଚାଲାଣ ଓ ମାଛଧରା, ଅନୁସନ୍ଧାନ, ଉଦ୍ଧାର ଏବଂ ପ୍ରଦୂଷଣ ସମେତ ବିଭିନ୍ନ ସାମୁଦ୍ରିକ ସମସ୍ୟାର ମୁକାବିଲା ଦିଗରେ ଉଭୟ ଦେଶ ଏହି ଫୋରମରେ କାର୍ଯ୍ୟ କରୁଛନ୍ତି। ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ଗତ 2 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସୀମା ସୁରକ୍ଷା ବଳ BSF ବିରୋଧରେ ଦିଆଯାଇଥିବା ବୟାନକୁ ସେ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ 2 ତାରିଖରେ ଗଣମାଧ୍ୟମକୁ କହିଥିଲେ, ରାଜ୍ୟ ପୋଲିସ ସୀମା ସୁରକ୍ଷା କରେ ନାହିଁ, ଏଥିପାଇଁ BSF ଦାୟୀ। ଅନେକ ସମୟରେ ବାଂଲାଦେଶରେ ହେଉଥିବା ବେଆଇନ ଅନୁପ୍ରବେଶକୁ BSF ସହଯୋଗ କରୁଥିବା ସେ କହିଥିଲେ। ସିଡ୍ନୀଠାରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଆଜି ଭାରତ ଅଷ୍ଟ୍ରେଲିଆକୁ 162 ରନ୍ର ବିଜୟ ଲକ୍ଷ୍ୟ ଦେଇଛି। ଗତକାଲିର ସ୍କୋର 6 ୱିକେଟ୍ 141 ରନ୍ରୁ ଆଜି ସକାଳେ ଭାରତ ଖେଳ ଆରମ୍ଭ କରି ମାତ୍ର 16 ରନ୍ କରିବା ପରେ 157 ରନ୍ରେ ଅଲ୍ଆଉଟ୍ ହୋଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ସୋଟ ବୋଲାଣ୍ଡ 6ଟି ଏବଂ ଅଧିନାୟକ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ନେଇଛନ୍ତି। ମଧ୍ୟାହ୍ନ ବିରତି ସୁଦ୍ଧା ଅଷ୍ଟ୍ରେଲିଆ 3 ୱିକେଟ୍ ହରାଇ 71 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଦିଲ୍ଲୀରେ ଆଜି ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ମହାକୁମ୍ଭ ମେଳା ପାଇଁ ତୀର୍ଥଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ 13,000 ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି। ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନିମନ୍ତେ ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିଭାନ।
ପାକିସ୍ତାନରେ ଆତ୍ମଘାତୀ ବୋମା ବିସ୍ଫୋରଣରେ 8 ମୃତ 40ରୁ ଅଧିକ ଆହତ ଏବଂ ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଆଜି ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ଭାରତର 162 ରନ୍ର ବିଜୟ ଲକ୍ଷ୍ୟ। ସମ୍ବାଦ ଶେଷ ହେଲା।